ଆଜ୍ଞା ଆମର ହଉଛି ପାଣି ସମସ୍ୟା ହଉଛି। ପାଣି ଆଜ୍ଞା ଟାଙ୍କି ଅଛି କିନ୍ତୁ ପାଣି ଆମେ ପାଇ ପାରୁନୁ, କିନ୍ତୁ ବହୁତ ହଇରାଣ ହଉଛୁ ଆଉ। ଆମେ ବାରମ୍ବାର ସରପଞ୍ଚକୁ କହିଲା ପରେ ବି ସରପଞ୍ଚ କିଛି ଶୁଣୁନାହାନ୍ତି। ଆଜ୍ଞା ଆମେ କେମିତି ପାଣି ପାଇବୁ? ସରପଞ୍ଚ କିଛି ମାନେ କିଛି ଇଏ କରୁନାହାନ୍ତି, ମୁଣ୍ଡ ଖେଳୁନାହାନ୍ତି। ଆପଣଙ୍କର ପାଣି ସମସ୍ୟା ଦୀର୍ଘ କେତେ ଦିନ ହେଲା ସମସ୍ୟା ହେଲାଣି? ଆଜ୍ଞା 8 ମାସ ହେଲାଣି। କେମିତି କଣ ଚଳୁଛ? ପାଣି କୋଉଠୁ ଆଣୁଛ? ବହୁତ ହଇରାଣ ହଉଛୁ। ପୋଖରୀରୁ ଆଣୁଛୁ ଯେ ଏମିତି ମାନେ ବହୁତ ଦୂର ହଉଛି ପାଣି ଆଣିବା ପାଇଁ। ଗୋଳିଆ ପାଣି ସବୁ ଆଣିକି ବି ଛାଣିକି ବି ଏନେ କଣ କହିବେ? ଆଜ୍ଞା ଆମର ପାଣି ଦରକାର। ସମସ୍ୟା ବିଷୟରେ ଆପଣ ସରପଞ୍ଚଙ୍କୁ ଜଣାଉଛନ୍ତି ନା ସରପଞ୍ଚ ପୁଅକୁ ଜଣାଉଛନ୍ତି? ଆଜ୍ଞା ସରପଞ୍ଚ ପୁଅକୁ ବି ଜଣାଉଛି, 2 ଜଣଙ୍କୁ ଜଣା ହଉଛି। ପଞ୍ଚାୟତ ଅଫିସରେ ବସିକି ଆମେ ଜଣାଉଛୁ ମିଟିଂରେ। ଆଜ୍ଞା ଆମେ ରେବତୀ ମହନ୍ତକୁ ବି ଜଣେଇଛୁ। ଆଜ୍ଞା ଆମେ ପାଣି ଆମ ସୁବିଧା ଆମକୁ ପାଣି ଆମକୁ ଦେଲେ ସିନା ଆମେ ପୁଣି ବଞ୍ଚିବୁ ନା ନାଇଁ। ପାଣି ଆମକୁ 8 ମାସ ହେଲାଣି ଭଲସେ ଦଉନାହାନ୍ତି। ସରପଞ୍ଚ କୁ କହିଲେ ସେ କହୁଛନ୍ତି ଦେଖିବା ମୋ ହାତର କଥା ନୁହଁ, ଏମିତି ସବୁ କହୁଛନ୍ତି ଆଉ। କେମିତି କଣ ପାଣି ଖାଉଛନ୍ତି? 8 ମାସ ହେଲାଣି କୋଉଠୁ ଆଣୁଛନ୍ତି? ପୋଖରୀରୁ ଆଣୁଛୁ, ନହେଲେ ଏଠି ଗୁଡିଆ ପାଣି ଆମର ଯୋଉ ନଳକୂଅ ଗୋଟେ ଅଛି ସେଠି ଗୁଡିଆ ପାଣି ବାହାରୁଛି, ସେଟା ଛାଣିକି ପିଉଛୁ। ସରପଞ୍ଚ କିଛି ପଦକ୍ଷେପ ନେଉନାହାନ୍ତି? କଣ କହୁଛନ୍ତି? ସେ କହୁଛନ୍ତି ହଁ ଦିଆହବ ମେସିନ ବାଗେଇଲେ ଦିଆହବ, କିନ୍ତୁ କିଛି 8 ମାସ ହେଲାଣି ମେସିନ ବାଗଉନାହାନ୍ତି, ଦଉନାହାନ୍ତି। ଏବେ କଣ ଚାହୁଁଛନ୍ତି? ଆମର ପାଣି ଦରକାର। ମୋ ନାଁ ସୁଶାନ୍ତ ଏସା। ବନ୍ଦଙ୍ଗା, ଆମ ଘର ବନ୍ଦଙ୍ଗା ପଞ୍ଚାୟତରେ। ବନ୍ଦଙ୍ଗା ପଞ୍ଚାୟତ 8 ମାସ ହେଲାଣି ପାଣିର ଅଭାବ। ଟ୍ୟୁବଲ ଶୁଖିଗଲାଣି, କୂଅ ଶୁଖିଗଲାଣି, ଲୋକ ପୁରା ପାଣିରେ ଅସ୍ତବ୍ୟସ୍ତ ହେଇଯାଉଛନ୍ତି। ତେଣୁକରି ସରପଞ୍ଚ କହିଲେ ଶୁଣୁନାହାନ୍ତି, କି କୌଣସି ପ୍ରଶାସନ ଲୋକମାନେ ଶୁଣୁନାହାନ୍ତି। ତେଣୁକରି ଯଦି ଆଜି ଆମର ସମସ୍ତେ ମାଉସୀ ମାନେ ସମସ୍ତେ ଏକାଠି ହେଲେ ଯେ ଆମେ ପାଣି ପାଇଁ ଅସୁବିଧାରେ ଅଛୁ, ତେଣୁ ଆମେ ପାଣି ଯୋଉ 100 ଲକ୍ଷେ ଲିଟର ଲାଗିଛି, ସେଥିରେ ବି ମଧ୍ୟ କୌଣସି କାମ ଦଉନି। ହେଲେ ବହୁତ ବର୍ଷ ହେଲାଣି କାମ ଦଉନି, କାଲି ପଡିକି ରହିଛି, ଲୋକ ପାଣି ପାଉନାହାନ୍ତି। ସେଥିପାଇଁ ଆମେ ସରକାରକୁ ଗୁହାରି କରୁଛୁ, ଯେତେ ଜଲଦି ପାରୁଛନ୍ତି ଆମକୁ ପାଣି ଦିଆଯାଉ, ଏବଂ ପାଣି ଯଦି ନ ଦିଆଯିବ ତାହେଲେ ଆଗାମୀ ଦିନ ଆନ୍ଦୋଳନ କରିବେ, ବ୍ଲକ ଘେରାଉ କରିବେ, ଏବଂ ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ସମସ୍ତେ ବସିକି କିମ୍ବା ଆମର ରାଜରାସ୍ତାକୁ ଓହ୍ଲେଇବୁ ପାଣି ପାଇଁ। ବହୁତ ଅଭାବ ହେଉଛି ଆମ ନିଜ ଲୋକଙ୍କ ପାଇଁ। ଆଉ ଆମର ତଳ ସାହି ଘର ବଡକାଟିଆ ସାହି, ଆମ ସାହିକୁ ଟୋଟାଲ ପାଣି ଯାଉନି। ବନ୍ଧୁଘର ଆଦିବାସୀ ସାହିଟା ପୁରା ପାଣି ନାହିଁ। ଆମକୁ କୁଆଡୁ ହେଲେ ସରକାର ଯୋଗେଇ ଦଉ ପାଣି, ନହେଲେ ମେଗା ଯୋଜନାରୁ ହେଲେ ଆଣିକି ଦଉ, ନହେଲେ ଆମର ଝିଅ ପିଲା ଯୋଉ ପାଣି ପାଇଁ ପୋଖରୀ ଯାଉଛନ୍ତି, କୋଉ ଭଙ୍ଗା ଟ୍ୟୁବଲରୁ ଆଣୁଛନ୍ତି, ବେମାର ହେଇକି ଲୋକ ପଡୁଛନ୍ତି। ଆପଣଙ୍କ ଗାଁରେ ତ ଟାଙ୍କି ଲାଗିଛି। ଆଜ୍ଞା ଏଇ ଟାଙ୍କିର କିଛି ଭ୍ୟାଲୁ ନାହିଁ। ଆଜ୍ଞା 8 ମାସ ହେଲା କିଛି ଟାଙ୍କିକୁ ଆଉ କେହି ଅନଉନାହାନ୍ତି, କି ବାବୁ ମାନେ କେହି ମନ୍ତ୍ରୀ ମାନେ ଏବେ ନୂଆ ମନ୍ତ୍ରୀ ବି କିଛି କରୁନାହାନ୍ତି, କି ନୂଆ ସରପଞ୍ଚ ବି କିଛି ଦାୟିତ୍ୱ ନେଉନାହାନ୍ତି। ସରପଞ୍ଚ ଜଣାଇଥିଲେ ବିଷୟ? ହଁ ଜଣା ହେଇଛି ତାଙ୍କୁ। ସରପଞ୍ଚ କଣ କହିଲେ? ସେ କହିଲେ ହଁ କହୁଛନ୍ତି, ଆଉ 8 ମାସ ହେଲାଣି ଗଡେଇ ଦେଲେ, କିଛି କରୁନାହାନ୍ତି। ଯୁଆଡୁ ହେଲେ ଗଭର୍ଣ୍ଣମେଣ୍ଟ ଆମକୁ ମେଗା ଯୋଜନାରୁ ହେଲେ ପାଣି ଦେଲେ ଆମକୁ ଟିକେ ସୁବିଧା ହୁଅନ୍ତା।